शिमोगा कर्नाटक से। हम इंडियन ट्रैवल स्टोर्स में बुक करके कश्मीर प्रवास में आए हैं। ପିଲାମାନେ ଆପଣମାନେ ଜାଣିଥିବେ ଯେ କ'ଣ ହେଇଛି ଯେଉଁ ପାହଲଗ୍ରାମ ଠାରେ ଯେଉଁ ଆଟାକ୍ ହେଇଥିଲା ପାକିସ୍ତାନୀ ମାନେ ଯେଉଁ ପଶିକି ଆଟାକ୍ କରିଥିଲେ ଏବଂ ପିଲାମାନେ ସେଇ ଆଟାକ୍ ପରେ ପୁରା ବିଶ୍ୱ ବର୍ତ୍ତମାନ ମର୍ମାହତ ଅଛି ଏବଂ ତାପରେ ପିଲାମାନେ ବର୍ତ୍ତମାନ ସମୟରେ ଭାରତ ସରକାର ବହୁତ ଗୁଡ଼ିକ ଷ୍ଟ୍ରିକ୍ଟ ଆକ୍ସନ୍ ନେଇଛନ୍ତି। କ'ଣ ଆକ୍ସନ୍ ନେଇଛନ୍ତି ଚାଲନ୍ତୁ ଆଜିର ଭିଡ଼ିଓରେ ଜାଣିବା। ପ୍ରଥମ କଥା ହେଲା ଯେଉଁ ପିଲାମାନେ ଟ୍ରିଟିଟା ଥିଲା ଇଣ୍ଡସ୍ ୱାଟର ଟ୍ରିଟି ଥିଲା ପିଲାମାନେ ଯେଉଁଟାକି ଆମର ଇଣ୍ଡିଆ ଏବଂ ପାକିସ୍ତାନ ଯେଉଁ ସହିତ ଥିଲା ସେଟାକୁ କ୍ୟାନସେଲ୍ କରିଦିଆହେଇଛି। ଦ୍ୱିତୀୟଟା ଯେଉଁ ପିଲାମାନେ ହେଇଥିଲା ଯେଉଁ ୱାଘା ଅଟାରୀ ବର୍ଡର ଥିଲା ଯେଉଁଟାକି ଇଣ୍ଡିଆ ପାକିସ୍ତାନ ବର୍ଡର ଥିଲା ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଲାମାନେ ବନ୍ଦ କରିଦିଆହେଇଛି। ତା ସହିତ ଯେଉଁ କମିଶନ ମାନେ ଥିଲେ ଯେଉଁ ହାଇ କମିଶନ ମାନେ ଥିଲେ ଯେଉଁମାନେ କି ଆମର ଇଣ୍ଡିଆରେ ଥିଲେ ପାକିସ୍ତାନର ଯେଉଁ କମିଶନ ମାନେ ଥିଲେ ସେମାନଙ୍କୁ ତୁରନ୍ତ କ୍ୱାର୍ଟାର ମାନେ ଇଣ୍ଡିଆ ଛାଡ଼ିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ଯେଉଁ କମିଶନ ମାନେ ପାକିସ୍ତାନରେ ପିଲାମାନେ ଥିଲେ ଯେଉଁମାନେ କି ଆମ ଇଣ୍ଡିଆନ କମିଶନ ମାନେ ଯେଉଁମାନେ ପାକିସ୍ତାନର ଥିଲେ ସେମାନଙ୍କୁ ତୁରନ୍ତ ପାକିସ୍ତାନ ଛାଡ଼ିକି ଇଣ୍ଡିଆ ଆସିବା ପାଇଁ ପିଲାମାନେ କୁହାଯାଇଛି ଏବଂ ତା ସହିତ ପିଲାମାନେ ଯେଉଁ ରହିଛି ପାକିସ୍ତାନକୁ କୌଣସି ପ୍ରକାର ଭିସା ଦିଆଯିବ ନାହିଁ, କୌଣସି ପାକିସ୍ତାନକୁ ଇଣ୍ଡିଆ ଆସିବା ପାଇଁ କୌଣସି ପ୍ରକାର ଭିସା ଦିଆଯିବ ନାହିଁ। ତ ବର୍ତ୍ତମାନ ସମୟରେ ପିଲାମାନେ ଏଇ ସବୁ ହେଇଛି। ତ ମୁଁ ଆପଣମାନଙ୍କ ପାଖରୁ ଜାଣିବା ପାଇଁ ଚାହୁଁଛି ପିଲାମାନେ ପୁରା ଦେଶ ସ୍ତବ୍ଧ, ଆପଣମାନଙ୍କର ଏହା ଉପରେ ମତାମତ କ'ଣ? ନିଶ୍ଚୟ ଉପରେ ପିଲାମାନେ ନିଜର ମତାମତ କମେଣ୍ଟ ସେକ୍ସନରେ ଜଣେଇବେ।